ଆପଣ ଏବେ ବହୁତ ଚିନ୍ତାରେ ଅଛନ୍ତି, କାହିଁକି ନା ଆପଣଙ୍କ ମନକୁ ବହୁତ କଷ୍ଟ ହେଉଛି। ଆପଣଙ୍କୁ ଲାଗୁଛି ଏ ଦୁନିଆର ସବୁଠୁ ଦୁଃଖୀ ମଣିଷ ହେଉଛନ୍ତି ଆପଣ। ନାହିଁ ଦର୍ଶକ ବନ୍ଧୁ, ଏମିତି କେବେ ହୋଇନଥାଏ। ଆଜି ମୁଁ କହୁଛି ଆପଣ ବି ଏ ଦୁନିଆର ସବୁଠୁ ଖୁସି ମଣିଷ। ଚାଲନ୍ତୁ ଜାଣିବା କ'ଣ ପାଇଁ ଏ କଥା କହୁଛି। ଆମେ ଭଲ ଖାଇଥାଉ, ଭଲ ପିନ୍ଧିଥାଉ, ଭଲସେ ଶୋଇଥାଉ, ଜୀବନରେ ଆମର ସବୁକିଛି ଭଲ ଥାଏ। ତାହାପରେ ବି ଆମେ କହିଥାଉ ଆମେ ହେଉଛୁ ଦୁଃଖୀ ମଣିଷ। କାହିଁକି ନା ଆମ ମନ ଆମକୁ କଷ୍ଟ ଦେଇଥାଏ, ଆମ ମନ ଖୁସିରେ ନଥାଏ। ତେଣୁକରି ଆମକୁ ଲାଗିଥାଏ ଆମେ ହେଉଛୁ ଦୁଃଖୀ ମଣିଷ। ଯଦି ଆମ ମନ ଖୁସିରେ ଥାଏ, ଆମେ ଚାହୁଁଥିବା ଜିନିଷକୁ ପାଇଯାଇଥାଉ, ମନ ଖୁସି ଥାଏ, ଆମେ ଭଲ ଖାଉ, ଭଲ ନ ପିନ୍ଧୁ, କିନ୍ତୁ ଆମ ମନ ଖୁସିରେ ଥିଲେ ଆମକୁ ଲାଗିଥାଏ ଆମେ ଏ ଦୁନିଆର ସବୁଠୁ ସୁଖୀ ମଣିଷ। କାହିଁକି ଏମିତି ଲାଗିଥାଏ? କ'ଣ କଲେ ମନ ସବୁବେଳେ ଖୁସି ରହିବ? କ'ଣ କଲେ ମନକୁ ସବୁବେଳେ ଶାନ୍ତି ମିଳିବ? ଦର୍ଶକ ବନ୍ଧୁ, ଆପଣ ଏଇ କଥା ଚିନ୍ତାରେ ଅଛନ୍ତି ନା? ଏବେ ମୁଁ ଆପଣଙ୍କୁ କହୁଛି ମନ କ'ଣ କଲେ ମନକୁ ଶାନ୍ତି ମିଳିବ। ଦର୍ଶକ ବନ୍ଧୁ, ମନ ଏକ ଚିରସ୍ଥାୟୀ, ଅସ୍ଥାୟୀ, ସବୁବେଳେ ସିଏ ଖୁସି ଖୋଜୁଥାଏ, ଭଲ ଖୋଜୁଥାଏ। ମନକୁ କଣ୍ଟ୍ରୋଲ କରିବା ପାଇଁ ଆପଣ ସବୁବେଳେ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ସମର୍ପଣ କରିବା ଉଚିତ। ଭଗବାନଙ୍କୁ ପାଇବା ପାଇଁ ତ ଲୋକ ବହୁତ କିଛି କହୁଛନ୍ତି, କିନ୍ତୁ ଭଗବାନଙ୍କୁ ପାଇପାରୁନାହାନ୍ତି। ମନକୁ ଶାନ୍ତି କରିବାକୁ ହେଲେ ମାତ୍ର ଗୋଟେ ଉତ୍ତର, ସିଏ ହେଉଛି ଭଗବାନଙ୍କ ପାଇଁ ମେଡ଼ିଟେସନ୍। ଗୋଟେ ହେଉଛି ଓମ୍। ଓମ୍ ଶବ୍ଦରେ ଯାହା ବି ଥାଏ ନା, ଦୁନିଆରେ କାହା ପାଖରେ ନଥାଏ। ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଉଠିଲା ପରେ ମାତ୍ର ଓମ୍ ଶବ୍ଦକୁ 108 ଥର ଜପ କରୁଛନ୍ତି ଏବଂ ସେଠାରୁ ଉଠି ଅନ୍ୟ କାମ କରୁଛନ୍ତି, ଆପଣଙ୍କ ମନକୁ ଶାନ୍ତି ମିଳିଥାଏ ଏବଂ ଆପଣ ଖୁସିରେ ରହିବେ। ଏହି ଗୋଟିଏ କଥା ଆପଣ ମନେ ରଖନ୍ତୁ। ସକାଳେ ଅଧଘଣ୍ଟା ଏବଂ ସନ୍ଧ୍ୟାରେ ଅଧଘଣ୍ଟା ଓମ୍ର ମେଡ଼ିଟେସନ୍ କରନ୍ତୁ। ଏହି ମେଡ଼ିଟେସନ୍ରେ ଆପଣଙ୍କ ସୁଖ, ଶାନ୍ତି, ନିଦ୍ରା ସବୁକିଛି ମିଳିଯିବ।